ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ପୁନର୍ବାର ଆପଣମାନଙ୍କୁ ମୋର ପ୍ରେମ ନମସ୍କାର ଜଣାଏ। ଖ୍ରୀଷ୍ଟଙ୍କର ମଣ୍ଡଳୀ ଏକ ଜୀବିତ ମଣ୍ଡଳୀ। ଖ୍ରୀଷ୍ଟଙ୍କର ମଣ୍ଡଳୀ ଏକ ବୃଦ୍ଧିପ୍ରାପ୍ତ ମଣ୍ଡଳୀ। ଈଶ୍ୱର ତାଙ୍କର ମଣ୍ଡଳୀକୁ ସମଗ୍ର ପୃଥିବୀରେ ବ୍ୟାପ୍ତ କରିବା ପାଇଁ ଯୋଜନା କରିଥିଲେ। ସେ କହିଥିଲେ ଯେ ଆମ୍ଭେ ଆମର ମଣ୍ଡଳୀ ଗଠନ କରିବା, ପୁଣି ନର୍କର ବଳ ତାକୁ କୌଣସି ପ୍ରକାର ପରାଜୟ କରିପାରିବ ନାହିଁ। ଆମେ ପାଠ କରୁଛୁ, ଯୀଶୁଙ୍କର ପୁନରୁତ୍ଥାନ ପରେ ସେ ଶିଷ୍ୟମାନଙ୍କୁ କହିଲେ, ତୁମେ ଅପେକ୍ଷା କର, ଯେତେବେଳେ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅଧିଷ୍ଠାନ କରିବେ, ସେତେବେଳେ ତୁମେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ, ଜେରୁସାଲେମ ଠାରୁ ଆରମ୍ଭ କରି ସମଗ୍ର ଜିହୁଦା ପ୍ରଦେଶ, ସମରିଆ, ଏପରିକି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମୋହର ସାକ୍ଷୀ ହେବ। ପ୍ରିୟ ବନ୍ଧୁଗଣ, ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେବା ଯେ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଆଜି ଖ୍ରୀଷ୍ଟ ତାଙ୍କର ମଣ୍ଡଳୀକୁ ବୃଦ୍ଧି କରିବାରେ ଲାଗି ରହିଛନ୍ତି। ଆଜିର ମୌଳିକ ଚିନ୍ତା ଯେ ଆଦ୍ୟ ମଣ୍ଡଳୀ ଏକ ବୃଦ୍ଧିପ୍ରାପ୍ତ ମଣ୍ଡଳୀ ଥିଲା, ଯେଉଁ ମଣ୍ଡଳୀର ମସ୍ତକ ଖ୍ରୀଷ୍ଟ, ପୁଣି ତାଙ୍କର ସହିତ ଆପଣ ପୁଣି ମୁଁ, ଯେ ଜୀବନ୍ତ ପ୍ରସ୍ତର ସ୍ୱରୂପେ ଶରୀରର ଅଙ୍ଗ ଗୁଡ଼ିକ ପରି ଆମେ ସଂଯୁକ୍ତ ହେଇଛୁ। ପ୍ରକୃତରେ ଯେତେବେଳେ ଖ୍ରୀଷ୍ଟ ମଣ୍ଡଳୀର ମସ୍ତକ, ମଣ୍ଡଳୀର କର୍ତ୍ତା ହୁଅନ୍ତି, ମଣ୍ଡଳୀକୁ ପରିଚାଳିତ କରନ୍ତି, ଯେତେବେଳେ ଆମମାନେ ତାଙ୍କର ସମ୍ପୂର୍ଣ୍ଣ ବାଧ୍ୟତାରେ ଜୀବନ କାଟୁ, ତାଙ୍କର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହଉ, ସେତେବେଳେ ସେବା କାର୍ଯ୍ୟରେ ଯାହା କିଛି ଆସୁନା କାହିଁକି, ସେ ନିଶ୍ଚିତ ଭାବରେ ତାଙ୍କର କାର୍ଯ୍ୟକୁ, ତାଙ୍କର ମଣ୍ଡଳୀ ବୃଦ୍ଧିକୁ ସେ ଅବ୍ୟାହତ କରିବେ। ତେବେ ଯେତେବେଳେ ଆମମାନେ ପ୍ରେରିତ ପୁସ୍ତକ ତାର ପ୍ରଥମ ଅଧ୍ୟାୟରୁ ପ୍ରାୟ 8 ଅଧ୍ୟାୟ ପର୍ଯ୍ୟନ୍ତ ପାଠ କରି ଚାଲୁ, ଆମେ ଲକ୍ଷ୍ୟ କରୁଛୁ କିପରି ଭାବରେ ଆଦ୍ୟ ମଣ୍ଡଳୀ ଏକ ବୃଦ୍ଧିପ୍ରାପ୍ତ ମଣ୍ଡଳୀ ଥିଲା। ମଣ୍ଡଳୀ ନିତାନ୍ତ ଭାବରେ ବଢ଼ିବାର ଆବଶ୍ୟକ, ସଂଖ୍ୟାରେ ପୁଣି ଆତ୍ମିକ ଜୀବନରେ। ତେବେ ଆଜି ଆମମାନଙ୍କ ନିକଟରେ ଗୋଟିଏ ପ୍ରଶ୍ନ, ଆଜି କ'ଣ ମୋର ମଣ୍ଡଳୀ, ଆଜି କ'ଣ ଆମମାନଙ୍କର ମଣ୍ଡଳୀ ଏକ ବୃଦ୍ଧିପ୍ରାପ୍ତ ମଣ୍ଡଳୀ କି ଆମମାନେ କେବଳ ଆମମାନଙ୍କର ମଣ୍ଡଳୀର ପରିସର ମଧ୍ୟରେ, ଚାରି କାନ୍ଥ ମଧ୍ୟରେ ବନ୍ଧାଇ ରହିଛୁ? ଯେତେବେଳେ ଆମେ ଆଦ୍ୟ ମଣ୍ଡଳୀକୁ ଦେଖୁଛୁ, କେତେ ଗୁଡ଼ିଏ ଶବ୍ଦ ବିଶେଷ ଭାବରେ ଆମମାନଙ୍କର ମନକୁ ଅଧିକାର କରିବା ଏକାନ୍ତ ଆବଶ୍ୟକ। ପ୍ରଥମ କିଛି ପର୍ବରେ ଆମେ ଦେଖୁଛୁ ଯେ ଆଦ୍ୟ ମଣ୍ଡଳୀରେ ଏକ ମହାନ ପ୍ରଚାର ଥିଲା। ଶିଷ୍ୟମାନଙ୍କର ପ୍ରଚାର ମହାନ ଥିଲା, ଫଳରେ ସେମାନଙ୍କର ଜୀବନରେ ଏକ ମହାନ ପ୍ରାର୍ଥନା ଥିଲା। ମହାନ ଶକ୍ତିରେ ସେମାନେ ବାକ୍ୟ ପ୍ରଚାର କରୁଥିଲେ, ଆଉ ସେମାନଙ୍କର ଜୀବନରେ ମହା ସାହସିକତା ମଧ୍ୟ ପ୍ରକାଶ ପାଇଥିଲା। ଏ ସମସ୍ତ ମଧ୍ୟରେ ଦେଖାଯାଉଛି ସେମାନଙ୍କର ଉପରେ ଈଶ୍ୱରଙ୍କର ମହାନ ଅନୁଗ୍ରହ ମଧ୍ୟ ଥିଲା। ଫଳରେ ସେମାନଙ୍କର ଜୀବନରେ ସେବା କାର୍ଯ୍ୟରେ ମହାନ ତ୍ୟାଗ ମଧ୍ୟ ଆମେ ଦେଖିପାରୁଛୁ। ଯେତେବେଳେ ମଣ୍ଡଳୀ ମଧ୍ୟରେ ପ୍ରତିକୂଳ ପରିସ୍ଥିତି ଆସିଲା, ଲେଖାଯାଉଛି ଯେ ମଣ୍ଡଳୀରେ ମହାନ ଭୟ ସୃଷ୍ଟି ହେଲା, ଲୋକମାନଙ୍କ ମଧ୍ୟରେ ଈଶ୍ୱର ଭୟ ପ୍ରକାଶ ପାଇଲା। ତତ୍ପରେ କ୍ରମାଗତ ଭାବରେ ଆମେ ଲକ୍ଷ୍ୟ କରୁଛୁ ଯେ ଶିଷ୍ୟମାନଙ୍କର ଦ୍ୱାରା, ପ୍ରେରିତମାନଙ୍କ ଦ୍ୱାରା ଈଶ୍ୱର ନାନା ପ୍ରକାର ଆଶ୍ଚର୍ଯ୍ୟ କାର୍ଯ୍ୟ, ଅଦ୍ଭୁତ ଲକ୍ଷଣ ଗୁଡ଼ିକ ପ୍ରକାଶ କରିବା ପାଇଁ ଲାଗିଲେ। ଫଳରେ ଲୋକମାନଙ୍କର ମଧ୍ୟରେ ମହାନ ଆନନ୍ଦ ସୃଷ୍ଟି ହେଲା, ପୁଣି ମହାନ ସୁସ୍ଥତାର କାର୍ଯ୍ୟ। ସର୍ବୋପରି ଆମେ ଦେଖୁଛୁ ଯେ ଈଶ୍ୱରଙ୍କର ବାକ୍ୟ ଏ ପ୍ରାନ୍ତରୁ ସେ ପ୍ରାନ୍ତ ପର୍ଯ୍ୟନ୍ତ ବଢ଼ିବା ପାଇଁ ଆରମ୍ଭ କଲା। ଶିଷ୍ୟମାନେ, ପ୍ରେରିତମାନେ ଜେରୁସାଲେମରୁ ଆରମ୍ଭ କଲେ, ସମରିଆ ପ୍ରଦେଶ ମଧ୍ୟକୁ ଗଲେ। ଆଉ ପରବର୍ତ୍ତୀ ସମୟରେ ଆମେ ଦେଖୁଛୁ କିପରି ଭାବରେ ପ୍ରେରିତ 9 ପର୍ବରେ ଯେତେବେଳେ ପାଉଲ ନିଜର ଜୀବନକୁ ଈଶ୍ୱରଙ୍କର ହସ୍ତରେ ସମର୍ପଣ କଲେ, ସେ ଜେରୁସାଲେମ ଓ ସମରିଆ ଠାରୁ ଅଧିକ ଅଞ୍ଚଳ ଗୁଡ଼ିକୁ ସୁସମାଚାରକୁ ନେଇଗଲେ। ତେବେ ପ୍ରିୟ ବନ୍ଧୁଗଣ, এই ଆଦ୍ୟ ମଣ୍ଡଳୀ ଯେ এই ପ୍ରକାର ଭାବରେ ବୃଦ୍ଧି ପାଇଥିଲା, ପ୍ରଚାରରେ, ପ୍ରାର୍ଥନାରେ, ସାହସିକତାରେ, ତ୍ୟାଗରେ, ପୁଣି ସେମାନଙ୍କ ମଧ୍ୟରେ ଈଶ୍ୱରଙ୍କର ଭୟ, ଈଶ୍ୱରଙ୍କର ଆନନ୍ଦ,
ସେମାନଙ୍କର ମଧ୍ୟରେ ଅଦ୍ଭୁତ ଲକ୍ଷଣ ଆଶ୍ଚର୍ଯ୍ୟ କାର୍ଯ୍ୟ ଗୁଡ଼ିକ ଲେଖାଯାଉଛି ଦିନ ପରେ ଦିନ ସେମାନଙ୍କର ମଧ୍ୟରେ ଘଟିବା ପାଇଁ ଆରମ୍ଭ କଲା। ତେବେ ଆଦ୍ୟ ମଣ୍ଡଳୀ ବୃଦ୍ଧିର ଗୁଣ ରହସ୍ୟ ସବୁ କ'ଣ ଥିଲା? ସଂକ୍ଷେପରେ କେତୋଟି ବିଷୟ ଆମମାନେ ଚିନ୍ତା କରିବା। ପ୍ରଥମ ବିଷୟ ଥିଲା ପ୍ରେରିତମାନେ ଶିଷ୍ୟମାନେ ସେମାନେ ଉତ୍ସର୍ଗୀକୃତ ଏକ ଜୀବନ କାଟିଥିଲେ। ଆମେ ଲକ୍ଷ୍ୟ କରୁଛୁ ପୁନରୁତ୍ଥାନ ପୂର୍ବରୁ କିପରି ଭାବରେ ଶିଷ୍ୟମାନଙ୍କର ମନରେ ଅନେକ ପ୍ରକାର ଭୟ ଥିଲା, ଅନେକ ସନ୍ଦେହ ଥିଲା, ଅନେକ ମଧ୍ୟରେ ସ୍ୱାର୍ଥପର ମନୋଭାବ ଥିଲା, ଆତ୍ମକୈନ୍ଦ୍ରିକ ମନୋଭାବ ଥିଲା। କିନ୍ତୁ ଯେତେବେଳେ ପୁନରୁତ୍ଥାନ ସମୟରେ ଖ୍ରୀଷ୍ଟ ସେମାନଙ୍କର ଉପରେ ଆପଣାର ପରିଚୟ ପ୍ରଦାନ କଲେ, ଯେତେବେଳେ ପେଣ୍ଟିକୋସ୍ତ ଦିନରେ ପବିତ୍ର ଆତ୍ମା ସେମାନଙ୍କୁ ଅଧିକାର କରିନେଲେ, ସେମାନଙ୍କର ଜୀବନର ପରିସର, ସେବା କାର୍ଯ୍ୟର ପରିସର ସମ୍ପୂର୍ଣ୍ଣ ଭାବରେ ଭିନ୍ନ ହେଇଗଲା। ଆଉ ସେଇମାନଙ୍କର ଦ୍ୱାରା ଆଦ୍ୟ ମଣ୍ଡଳୀ ବୃଦ୍ଧି ପାଇବା ପାଇଁ ଆରମ୍ଭ ହେଲା। ପ୍ରିୟ ବନ୍ଧୁଗଣ, ପ୍ରଥମ ଗୁଣ ରହସ୍ୟ ହେଉଛି ଯଦି ଆମମାନଙ୍କର ମଣ୍ଡଳୀ ଏକ ବୃଦ୍ଧିପ୍ରାପ୍ତ ମଣ୍ଡଳୀ ହେବା ପାଇଁ ଈଶ୍ୱର ଆଶା କରନ୍ତି, ତେବେ ଆମମାନଙ୍କର କାର୍ଯ୍ୟକାରୀମାନେ ଯେଉଁମାନେ ଆମେ ପାଳକ ଭାବରେ ଅଛୁ, ଯେଉଁମାନେ ଆମେ କାର୍ଯ୍ୟକାରୀ ଭାବରେ ଅଛୁ, ମିଶନାରୀ ଭାବରେ ଅଛୁ, କିମ୍ବା ମଣ୍ଡଳ କର୍ମକର୍ତ୍ତା ଭାବରେ ଅଛୁ, ଯଦି ଆମମାନଙ୍କର ଜୀବନ ଖ୍ରୀଷ୍ଟଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ନୁହେଁ, ତେବେ କୌଣସି ପ୍ରକାର ଭାବରେ ଆମମାନଙ୍କର ମଣ୍ଡଳୀ ବଢ଼ିପାରିବ ନାହିଁ। ଏହା କ'ଣ ସତ୍ୟ? ଯଦି ଆମମାନଙ୍କର ମଣ୍ଡଳୀ ଆଜି ବଢ଼ିପାରୁନି, ଦୀର୍ଘ 10 ବର୍ଷ 12 ବର୍ଷ 20 ବର୍ଷ ଆମେ କେବଳ ସେଇ ଅବସ୍ଥାରେ ହିଁ ରହିଛୁ, ତେବେ ପ୍ରଶ୍ନ ଆସୁଛି, ତେବେ କାର୍ଯ୍ୟକାରୀ ଭାବରେ ଈଶ୍ୱରଙ୍କର ସେବକ ସେବିକା ଭାବରେ ଆଜି ମୋର ଜୀବନକୁ ମୁଁ କ'ଣ ସମ୍ପୂର୍ଣ୍ଣ ଭାବରେ ଅଧିକାର କରିଛି? କିମ୍ବା ଏପର୍ଯ୍ୟନ୍ତ ଏକ କାର୍ଯ୍ୟକୁ ମୋର ଜୀବନରେ ମୁଁ ଗ୍ରହଣ କରିଛି କୁଣ୍ଠିତ ଭାବରେ, ବାଧ୍ୟବାଧକତା ଭାବରେ, ସ୍ୱାର୍ଥ ଲାଭ ଭାବରେ? କିନ୍ତୁ ଆଦ୍ୟ ମଣ୍ଡଳୀ ବୃଦ୍ଧି ପାଇଲା, କାରଣ ପ୍ରେରିତମାନେ ପରବର୍ତ୍ତୀ ସମୟରେ ସେମାନେ ସମ୍ପୂର୍ଣ୍ଣ ଭାବରେ ନିଜ ଜୀବନକୁ ଈଶ୍ୱରଙ୍କର ହସ୍ତରେ ସମର୍ପଣ କରିଥିଲେ। ଦ୍ୱିତୀୟ ବିଷୟ ଆମେ ଲକ୍ଷ୍ୟ କରୁଛୁ, ସେମାନଙ୍କର ଜୀବନରେ ଥିଲା ଏକ ଆତ୍ମାଙ୍କର ପୂର୍ଣ୍ଣତା। ସେମାନେ ନିଜ ଶକ୍ତିରେ ନୁହେଁ, ନିଜର ଜ୍ଞାନରେ ନୁହେଁ, ମାତ୍ର ଲେଖାଯାଉଛି ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବଗାହନ କରିବା ସମୟଠାରୁ ସେମାନେ ଶକ୍ତିରେ ଈଶ୍ୱରଙ୍କର କାର୍ଯ୍ୟ କରିବା ପାଇଁ ଆରମ୍ଭ କଲେ। ସମସ୍ତ ପ୍ରକାର ଭୟ, ସମସ୍ତ ପ୍ରକାର ଚିନ୍ତା ସେମାନଙ୍କର ମଧ୍ୟରୁ ଚାଲିଗଲା। ଆଉ ସେମାନଙ୍କର ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଗୁଡ଼ିକ ଦେଖି ଅନ୍ୟମାନେ ସେମାନେ ବିସ୍ମୟିତ ହେଲେ। ଏମାନେ କେଉଁ ସ୍ଥାନରେ ଲୋକ? ଏମାନେ ତ ଏ ପ୍ରକାର ନଥିଲେ। ପବିତ୍ର ଆତ୍ମା, ହଁ ପ୍ରିୟ ବନ୍ଧୁଗଣ, ଯଦି କାର୍ଯ୍ୟକାରୀ ଭାବରେ ଆମମାନଙ୍କର ମଣ୍ଡଳୀ ଗୁଡ଼ିକ ବଢ଼ିବା ପାଇଁ ଆମେ ଇଚ୍ଛା କରୁଛୁ, ପବିତ୍ର ଆତ୍ମା ସମ୍ପୂର୍ଣ୍ଣ ଭାବରେ ଆମମାନଙ୍କୁ ଅଧିକାର କରିବା ଏକାନ୍ତ ଆବଶ୍ୟକ। ତେବେ ଆଦ୍ୟ ମଣ୍ଡଳୀ କିପରି ଭାବରେ ବୃଦ୍ଧି ପାଇଲା? କେବଳ ପବିତ୍ର ଆତ୍ମାଙ୍କର ସହାୟତାରେ ନୁହେଁ, ମାତ୍ର ସେମାନେ ସୁସମାଚାରକୁ, ସତ୍ୟ ସୁସମାଚାରକୁ ସେମାନେ ପ୍ରଚାର କରିବାରେ ସେମାନେ ଅବହେଳା କରିନଥିଲେ। ଲେଖାଯାଉଛି ପ୍ରେରିତ 2 ପର୍ବରେ ଯେତେବେଳେ ସେମାନେ ଈଶ୍ୱରଙ୍କର ବାକ୍ୟକୁ, ଯୀଶୁଙ୍କର ମୃତ୍ୟୁ ତାଙ୍କର ପୁନରୁତ୍ଥାନକୁ ଲୋକମାନଙ୍କ ନିକଟରେ ପ୍ରଚାର କରିବା ପାଇଁ ଆରମ୍ଭ କଲେ, ଲେଖାଯାଉଛି ସେମାନେ କହିଲେ, ଏ ସମ୍ବାଦ କ'ଣ? ଅବିଶ୍ୱାସ ମନରେ ଥିଲା, ସନ୍ଦେହ ଥିଲା। କିନ୍ତୁ ଈଶ୍ୱରଙ୍କର ବାକ୍ୟ ଶକ୍ତିଯୁକ୍ତ ଭାବରେ ଯେତେବେଳେ ପ୍ରେରିତମାନେ, ବିଶେଷ କରି ପ୍ରେରିତ ପିତର ପ୍ରକାଶ କରୁଛନ୍ତି, ସେହି ସତ୍ୟ ବାକ୍ୟ ଲୋକମାନଙ୍କର ହୃଦୟକୁ ବିଦୀର୍ଣ୍ଣ କଲା, କାଟି ପକାଇଲା। ସେମାନେ ଆପଣା ଜୀବନକୁ ଦେଖିବା ପାଇଁ ସେମାନେ ସୁଯୋଗ ପାଇଲେ। ସେମାନଙ୍କ ଆଖି ଖୋଲିଗଲା ଯେ ଏଇ ଯେଉଁ ଖ୍ରୀଷ୍ଟ ମୃତ୍ୟୁବରଣ କଲେ, ପୁନରୁତ୍ଥିତ ହେଇଛନ୍ତି ବୋଲି ଏହି ଶିଷ୍ୟମାନେ ପ୍ରକାଶ କରୁଛନ୍ତି, ସେ ବାସ୍ତବ, ସେ ସତ୍ୟ। ଫଳରେ କ'ଣ ଲେଖାଯାଉଛି? ସେମାନେ କହିବାକୁ ଲାଗିଲେ, ଆମେ କ'ଣ କରିବା? ସେମାନଙ୍କର ହୃଦୟ ଉତ୍ତପ୍ତ ହେଲା। ପ୍ରିୟ ବନ୍ଧୁଗଣ, ଯଦି ଆମମାନଙ୍କର ମଣ୍ଡଳୀ ଆଜି ବୃଦ୍ଧିପ୍ରାପ୍ତ ହେବା ପାଇଁ ଆମେ ଆଶା କରୁଛୁ, ତେବେ ଈଶ୍ୱରଙ୍କର ସତ୍ୟ ସୁସମାଚାରକୁ ଆମମାନଙ୍କୁ ବିନା ଲଜ୍ଜାରେ, ବିନା ଭୟରେ, ବିନା ସଂକୋଚରେ ପ୍ରଚାର କରିବା ପାଇଁ ପଡ଼ିବ। ସେଥିପାଇଁ ପ୍ରେରିତ ପାଉଲ ବାରମ୍ବାର ତାଙ୍କର ପ୍ରଚାରରେ ସେହି କଥା କହୁଥିଲେ ଯେ ଆମେ ଆପଣମାନଙ୍କୁ ପ୍ରଚାର କରୁନାହୁଁ, ଆମେ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଛୁ।
ଯେଉଁ ଖ୍ରୀଷ୍ଟ ମୃତ୍ୟୁବରଣ କଲେ, ଯେଉଁ ଖ୍ରୀଷ୍ଟ ପୁନରୁତ୍ଥିତ ହେଲେ। ପ୍ରିୟ ବନ୍ଧୁଗଣ, ଆଜିର ପ୍ରଶ୍ନ ହେଉଛି, ଆଜି କ'ଣ ଆମେ ସେହି ସତ୍ୟ ସୁସମାଚାରକୁ ଲୋକମାନଙ୍କ ନିକଟରେ ପ୍ରଚାର କରୁଛୁ? ବିଶ୍ୱସ୍ତ ଭାବରେ ପ୍ରଚାର କରୁଛୁ, ନା ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭୟଭୀତ ଭାବରେ, ଲଜ୍ଜାବୋଧ ଭାବରେ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମେ ବାକ୍ୟକୁ ପ୍ରଚାର କରୁଛୁ? ହେଇପାରେ ସେଥିପାଇଁ ହୁଏତ ଆଜି ଆମମାନଙ୍କର ମଣ୍ଡଳୀ ବୃଦ୍ଧି ପାଇପାରୁନି। ଆମେ କେବଳ ଚାରି କାନ୍ଥ ମଧ୍ୟରେ ଆମେ ରହିଯାଉଛୁ। କିନ୍ତୁ ଆଦ୍ୟ ମଣ୍ଡଳୀ ସେପରି ନଥିଲା। ଆଦ୍ୟ ମଣ୍ଡଳୀ ଜେରୁସାଲେମରୁ ଆରମ୍ଭ କଲେ, କ୍ରମାଗତ ଭାବରେ ଜିହୁଦା ପ୍ରଦେଶକୁ ଚାଲିଗଲେ, ସମରିୟାକୁ ଚାଲିଗଲେ। ସତ୍ୟ ସୁସମାଚାର, ଈଶ୍ୱରଙ୍କର ବାକ୍ୟ ସତ୍ୟ ଭାବରେ ଲୋକମାନଙ୍କର ନିକଟରେ ପ୍ରଚାର କରିବାର ଏକାନ୍ତ ଆବଶ୍ୟକତା ରହିଛି। ତାହା ଥିଲା ଶିଷ୍ୟମାନଙ୍କର ପ୍ରଚାର ସମ୍ବାଦ, ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥିତ, ଆଉ ସେହି ସତ୍ୟ ବାକ୍ୟ। ମନେ ରଖିବା ପ୍ରିୟ ବନ୍ଧୁଗଣ, ଈଶ୍ୱରଙ୍କର ବାକ୍ୟ ଜୀବନ୍ତ, ଈଶ୍ୱରଙ୍କ ବାକ୍ୟ ଅନନ୍ତ କାଳ ସ୍ଥାୟୀ। ସେଥିପାଇଁ ଯୀଶୁ କହିଲେ, ଆକାଶ ପୁଣି ପୃଥିବୀ ଲୋପ ପାଇବ, ମାତ୍ର ମୋର ବାକ୍ୟର ବିନ୍ଦୁ ମାତ୍ର ଲୋପ ପାଇବ ନାହିଁ। ଈଶ୍ୱରଙ୍କ ବାକ୍ୟ ବୀଜ ସଦୃଶ। ସେଇ ବୀଜରେ, ସେ ଈଶ୍ୱରଙ୍କର ବାକ୍ୟରେ ଜୀବନ ରହିଛି। ଯେଉଁ ସ୍ଥାନରେ ସେ ବୀଜ ପଡ଼ିବ, ଯେଉଁ ସ୍ଥାନରେ ସେ ବାକ୍ୟ ପଡ଼ିବ, ତାହା ନିଶ୍ଚିତ ଭାବରେ ଜୀବନ ସୃଷ୍ଟି କରିବ। ତାହା ଥିଲା। ସେଥିପାଇଁ ଲେଖାଯାଉଛି, ସେଦିନ ପ୍ରେରିତ 2 ପର୍ବରେ ଯେଉଁମାନେ ବିଶ୍ୱାସ ସେମାନେ ଶୁଣିଲେ, ସେମାନେ ବିଶ୍ୱାସ କଲେ। ଆଜି ଆମମାନେ ଈଶ୍ୱରଙ୍କର ବାକ୍ୟକୁ ମାଣ୍ଡଳିକ ସ୍ତରରେ ଯେପରି ଆମମାନେ ପ୍ରଚାର କରିବା ପାଇଁ କୁଣ୍ଠିତ ନ ହଉ, ଭୟଭୀତ ନ ହଉ, ଲଜ୍ଜିତ ନ ହଉ। କାରଣ ଈଶ୍ୱରଙ୍କର ବାକ୍ୟ ଆପଣମାନଙ୍କର କାହାଣୀ, ମୋର କାହାଣୀ ଲୋକମାନଙ୍କର ଜୀବନକୁ ପରିବର୍ତ୍ତନ କରିପାରିବ ନାହିଁ। ହେଇପାରେ ଲୋକମାନଙ୍କର ଶ୍ରୁତିମନ୍ତ୍ର ହବ, କିନ୍ତୁ ଜୀବନ ସୃଷ୍ଟି କରିପାରିବନି। ତାହା କ'ଣ ସତ କଥା ନୁହେଁ? ଆମେ ସପ୍ତାହ ପରେ ସପ୍ତାହ ବାକ୍ୟ ପ୍ରଚାର କରୁଛୁ, କିନ୍ତୁ ଆମମାନଙ୍କର ଜୀବନରେ ପରିବର୍ତ୍ତନ ନାହିଁ, ମଣ୍ଡଳୀର ଜୀବନରେ ପରିବର୍ତ୍ତନ ନାହିଁ। ପ୍ରିୟ ପାଳକ ବନ୍ଧୁଗଣ, ପ୍ରଚାରକ ବନ୍ଧୁଗଣ, ମିଶନାରୀ ବନ୍ଧୁଗଣ, ଆମମାନେ ଆଦ୍ୟ ମଣ୍ଡଳୀର ଏହି ବିଷୟକୁ ଲକ୍ଷ୍ୟ କରୁ। ସେମାନେ ସମ୍ପୂର୍ଣ୍ଣ ଭାବରେ ନିଜ ଜୀବନକୁ ଖ୍ରୀଷ୍ଟଙ୍କର ହସ୍ତରେ ସମର୍ପଣ କରିଥିଲେ, ପବିତ୍ର ଆତ୍ମାଙ୍କର ଅବଗାହନ ମଧ୍ୟରେ ଜୀବନ କାଟୁଥିଲେ। ପୁଣି ସତ୍ୟ ସୁସମାଚାରକୁ ହସ୍ତରେ ନେଇ ସମୟରେ ପୁଣି ଅସମୟରେ ଉଦ୍ଯୋଗ ହେଇ, ଦୁଃଖ ଆସୁ ତାଡ଼ନା ଆସୁ, ସେ ସବୁ ମଧ୍ୟରେ ପ୍ରଚାର କରି ଆଗେଇ ଚାଲିଲେ। ତତ୍ପରେ ଆମେ ଲକ୍ଷ୍ୟ କରୁଛୁ ଯେ ଆଦ୍ୟ ମଣ୍ଡଳୀ ସେବା କାର୍ଯ୍ୟରେ ସେମାନେ ଅଂଶ ଗ୍ରହଣ କରିଥିଲେ। କେବଳ ପାଳକ ନୁହେଁ, ପ୍ରଚାରକ ନୁହେଁ, ମାତ୍ର ଆମେ ପ୍ରେରିତ 6 ପର୍ବରେ ପାଠ କରୁଛୁ। ଯେତେବେଳେ ମଣ୍ଡଳୀ ମଧ୍ୟରେ ସମସ୍ୟା ଦେଖାଗଲା, ପ୍ରେରିତମାନେ କାର୍ଯ୍ୟକୁ ଅଗ୍ରସର କରେଇ ନେବା ପାଇଁ ସେମାନେ ଦିକନମାନଙ୍କୁ, ସହକାର୍ଯ୍ୟକାରୀମାନଙ୍କୁ ମଣ୍ଡଳୀ ମଧ୍ୟରେ ସମ୍ପୃକ୍ତ କଲେ। ହଁ ପ୍ରିୟ ବନ୍ଧୁଗଣ, ମଣ୍ଡଳୀ ବୃଦ୍ଧିର ଆଉ ଏକ ବିଶେଷ କାରଣ ହେଉଛି ଯେ ଏହା ଏକ ଦଳଗତ ସେବା କାର୍ଯ୍ୟ। କାରଣ ଆମେ ଗତ ଶିକ୍ଷାରେ ପଢ଼ୁଥିଲୁ ଯେ କିପରି ଭାବରେ ମଣ୍ଡଳୀ ଏକ ପରିବାର। ମଣ୍ଡଳୀ ମଧ୍ୟରେ ପ୍ରତ୍ୟେକ ସଭ୍ୟାଙ୍କର ଜୀବନରେ ଈଶ୍ୱର ଯେଉଁ ଗୁଣ ଗୁଡ଼ିକ ଦେଇଛନ୍ତି, ଦାନ ଗୁଡ଼ିକ ଦେଇଛନ୍ତି, ଯେତେବେଳେ ତାହା ଆମେ ଏକତ୍ର ମିଶେଇ ସେବା କାର୍ଯ୍ୟରେ ବ୍ୟବହାର କରୁ, ମଣ୍ଡଳୀ ବୃଦ୍ଧି ପ୍ରାପ୍ତ ହୁଏ। ସେଥିପାଇଁ ଆଦ୍ୟ ମଣ୍ଡଳୀ ଏକ ଦଳଗତ ସେବା କାର୍ଯ୍ୟରେ ସେମାନେ ଆଗେଇ ଚାଲିଥିଲେ। ପରବର୍ତ୍ତୀ ସମୟରେ ଆମେ ଦେଖୁଛୁ କିପରି ଭାବରେ ପିତର ଜୋନକୁ ନେଉଛନ୍ତି, ପାଉଲ ଶିଳାଙ୍କୁ ନେଉଛନ୍ତି, ବର୍ଣ୍ଣବା ମାର୍କଙ୍କୁ ନେଉଛନ୍ତି। ଏହି ପ୍ରକାର ଭାବରେ ସେମାନେ ସହଯୋଗୀମାନଙ୍କୁ ସେବା କାର୍ଯ୍ୟରେ ସମ୍ପୃକ୍ତ କରି ସେମାନେ ଆଗେଇ ଚାଲିଥିଲେ। କେବଳ ସେହା ନୁହେଁ, ମାତ୍ର ଯୀଶୁଙ୍କର ସେବା କାର୍ଯ୍ୟରେ ଆମେ ଦେଖୁଛୁ ଯୀଶୁ ମଧ୍ୟ ଅନ୍ୟମାନଙ୍କୁ, ଶିଷ୍ୟମାନଙ୍କୁ ସଙ୍ଗରେ ନେଲେ। ଅନେକ ମହିଳାମାନେ ତାଙ୍କର ସହିତରେ ସେବା କାର୍ଯ୍ୟ କଲେ। ବନ୍ଧୁଗଣ, ଖ୍ରୀଷ୍ଟଙ୍କର ସମାଚାର, ଈଶ୍ୱରଙ୍କ ରାଜ୍ୟ ବୃଦ୍ଧିର ଆଉ ଏକ ବିଶେଷ କାରଣ, ଏହା ଏକ ଦଳଗତ ସେବା କାର୍ଯ୍ୟ। କିନ୍ତୁ ମନେ ରଖିବା, ଏ ସମସ୍ତ ଆଦ୍ୟ ମଣ୍ଡଳୀରେ ଆରମ୍ଭରୁ ଆଦ୍ୟ ମଣ୍ଡଳୀ ଏକ ତାଡ଼ନାଭୁକ୍ତ ମଣ୍ଡଳୀ ଥିଲା। ତାଡ଼ନାର ମଧ୍ୟରେ ଏ ମଣ୍ଡଳୀ ଗତି କରୁଥିଲା। ଯେଉଁମାନେ ବିରୋଧୀ ଥିଲେ, ଫାରୁସୀ ସାଦୁକୀମାନେ, ପୁଣି ବିଜାତୀୟମାନେ, ସେମାନେ ଖ୍ରୀଷ୍ଟଙ୍କର ବାକ୍ୟକୁ ଗ୍ରହଣ କରିବା ପାଇଁ ନାସ୍ତି କଲେ,
ଫଳରେ ଶିଷ୍ୟମାନଙ୍କ ପ୍ରତି ବିଶ୍ୱାସୀମାନଙ୍କ ପ୍ରତି ତାଡ଼ନା ଉପସ୍ଥିତ ହେଲା। କ୍ରମାଗତ ଭାବରେ ଯଦି ଆମେ ପଢ଼ିଯିବା, କ୍ରମାଗତ ଭାବରେ ସେମାନଙ୍କ ପ୍ରତି ତାଡ଼ନା ଆସିଲା, ଗୋଟିଏ ପରେ ଗୋଟିଏ ତାଡ଼ନା ଆସିଲା। ସେମାନଙ୍କୁ ବାକ୍ୟ ପ୍ରଚାର କରିବା ପାଇଁ ମନା କରାଗଲା, ସେମାନଙ୍କୁ ବନ୍ଦୀଶାଳାରେ ନିକ୍ଷେପ କରାଗଲା। କିନ୍ତୁ ମନେ ରଖିବା ପ୍ରିୟ ବନ୍ଧୁଗଣ, ଆଦ୍ୟ ମଣ୍ଡଳୀର ବୃଦ୍ଧିର ଆଉ ଏକ ବିଶେଷ କାରଣ ଯେ ତାଡ଼ନାର ମଧ୍ୟରେ ସେମାନେ ସଂକୁଚିତ ହେଇନଥିଲେ, ଭୟଭୀତ ହେଇନଥିଲେ, ପଳାୟନ କରିନଥିଲେ। ମାତ୍ର ସେଇ ତାଡ଼ନାର ଭିତରେ ସେମାନେ ଖ୍ରୀଷ୍ଟଙ୍କର ବାକ୍ୟକୁ ପ୍ରଚାର କରିବା ପାଇଁ ଆରମ୍ଭ କଲେ। ଫଳରେ ସେମାନେ କହିଲେ, ଆମେ ତୁମମାନଙ୍କର କଥା ଶୁଣିବା ନା ୟେଶୁ ଯେଉଁ ଖ୍ରୀଷ୍ଟ ଆମମାନଙ୍କୁ ଏହି ସେବା କାର୍ଯ୍ୟ ଦେଇଛନ୍ତି ତାଙ୍କର କଥା ମାନିବା? ବର୍ତ୍ତମାନ ତୁମେ ଚିନ୍ତା କର। ହଁ ପ୍ରିୟ ବନ୍ଧୁଗଣ, ତାଡ଼ନା ମଣ୍ଡଳୀ ବୃଦ୍ଧିର ଆଉ ଏକ ବିଶେଷ କାରଣ। ଯଦ୍ୟପି ବର୍ତ୍ତମାନ ସମୟରେ ମଣ୍ଡଳୀ ପ୍ରତି, ପାଳକ ପ୍ରଚାରକମାନଙ୍କ ପ୍ରତି ଅନେକ ତାଡ଼ନା ଆସୁଛି, ଆମେ ଭୟଭୀତ ହେଉଛୁ କାର୍ଯ୍ୟ ବନ୍ଦ ହେଇଯିବ ନା। ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ଭାବରେ ପ୍ରକାଶ କରେ ଯେ ତାଡ଼ନା ମଣ୍ଡଳୀ ବୃଦ୍ଧିର ଆଉ ଏକ ବିଶେଷ କାରଣ। ତାଡ଼ନା କୌଣସି ପ୍ରକାର ଭାବରେ ମଣ୍ଡଳୀକୁ ଦମନ କରିପାରିବ ନାହିଁ। ଖ୍ରୀଷ୍ଟ କହିଲେ, ଆମ୍ଭେ ଆମର ମଣ୍ଡଳୀ ଗଠନ କରିବା, କିନ୍ତୁ ନର୍କର ବଳ ତାକୁ କୌଣସି ପ୍ରକାର ପରାଜୟ କରିପାରିବ ନାହିଁ। ପ୍ରିୟ ବନ୍ଧୁଗଣ, ଆଜି କ'ଣ ଆମମାନଙ୍କର ମଣ୍ଡଳୀ ମଧ୍ୟରେ ଆମେ ତାଡ଼ନାକୁ ଗ୍ରହଣ କରୁଛୁ କି ତାଡ଼ନା ପ୍ରତି ଭୟ ଆସୁଛି? ହଁ, ଆମେ ପ୍ରତ୍ୟେକ ଜାଣୁଛୁ। କେବଳ ମଣ୍ଡଳୀରେ ନୁହେଁ, ସେବା କାର୍ଯ୍ୟ ଅନୁଷ୍ଠାନ ଗୁଡ଼ିକରେ ମଧ୍ୟ ଆମେ ଭୟଭୀତ ଅବସ୍ଥାରେ ଅଛୁ, ଯେପରି ଆମମାନଙ୍କର ପ୍ରତି ତାଡ଼ନା ନ ଆସିବ। ସେଥିପାଇଁ ଅନେକ ସମୟରେ ଆମମାନଙ୍କର ଉପାସନା ଗୁଡ଼ିକ, ଆମମାନଙ୍କର ପ୍ରଚାର ଗୁଡ଼ିକର ମୋଡ଼କୁ ଆମେ ବଦଳେଇ ଦେଉଛୁ। ହାଲୁକା ଭାବରେ ଈଶ୍ୱରଙ୍କର ସେବା କରୁଛୁ ନା। ଆସୁ ତାଡ଼ନା, ଆସୁ ଦୁଃଖ, ଆସୁ କଷ୍ଟ, କାରଣ ତାହା ଯୀଶୁ ନିଜେ କହିଥିଲେ। ଆଉ ବିଶେଷ କରି ଆଦ୍ୟ ମଣ୍ଡଳୀ ଯଦି ବୃଦ୍ଧି ପାଇଥିଲା, ଆରମ୍ଭରୁ ତାହା ତାଡ଼ନାଗ୍ରସ୍ତ ଥିଲା। ଭୟଭୀତ ନ ହେଇ ଶିଷ୍ୟମାନେ, ପ୍ରେରିତମାନେ ଈଶ୍ୱରଙ୍କ ବାକ୍ୟକୁ ପ୍ରଚାର କରିବା ପାଇଁ ଆରମ୍ଭ କଲେ। ତାଡ଼ନା ଈଶ୍ୱରଙ୍କର କାର୍ଯ୍ୟରେ ସେମାନଙ୍କୁ ବିଜୟ ପ୍ରଦାନ କରିଥିଲା। ତତ୍ପରେ ଆମେ ଲକ୍ଷ୍ୟ କରୁଛୁ, ସେମାନଙ୍କର ସେବା କାର୍ଯ୍ୟ ମଧ୍ୟରେ ଜାତି ଧର୍ମ ନିର୍ବିଶେଷରେ, ସାମାଜିକ ଭିନ୍ନତା ପରିବେଶ ମଧ୍ୟରେ ପ୍ରେରିତମାନେ ଈଶ୍ୱରଙ୍କର ବାକ୍ୟକୁ ପ୍ରଚାର କରିବା ପାଇଁ ସେମାନେ ଲାଗି ରହିଲେ। କର୍ଣ୍ଣେଲିୟ, ଲୁଦିଆ, ପୁଣି ଫିଲିପିର ସେହି କାରାରକ୍ଷକ, ପୁଣି ପରବର୍ତ୍ତୀ ସମୟରେ ସମରିଆ, ଯେଉଁ ସମରିଆ ଲୋକମାନେ ଯେଉଁମାନଙ୍କର ମଧ୍ୟରେ ପାର୍ଥକ୍ୟ ଥିଲା, କିପରି ଭାବରେ କର୍ଣ୍ଣେଲିୟ ଭିନ୍ନ ପରିବେଶରୁ, ଲୁଦିଆ ଭିନ୍ନ ପରିବେଶ ମଧ୍ୟରୁ, ଫିଲିପିର ସେହି କାରାରକ୍ଷକ, କିନ୍ତୁ ପ୍ରେରିତମାନେ କୌଣସି ପ୍ରକାର ସେମାନଙ୍କର ଦୃଷ୍ଟିରେ ପାତର ଅନ୍ତର ନ ରଖି, ଜାତି ଭେଦ ମନୋଭାବ ନ ରଖି ସେମାନେ ସୁସମାଚାରକୁ ଅନ୍ୟମାନଙ୍କ ନିକଟରେ ପ୍ରଚାର କରିବା ପାଇଁ ଲାଗି ରହିଲେ। ସେଥିପାଇଁ ଏହି ସବୁ ଅଞ୍ଚଳ ଗୁଡ଼ିକରେ, ଏପରିକି ସମରିଆ ପ୍ରଦେଶ ପର୍ଯ୍ୟନ୍ତ ମଧ୍ୟ ସୁସମାଚାର ବ୍ୟାପିଗଲା। ବନ୍ଧୁଗଣ, ଆଜି ଆମମାନଙ୍କର ମଣ୍ଡଳୀରେ କୌଣସି ଏହି ପ୍ରକାର ପାତର ଅନ୍ତର, ଭେଦଭାବ, ଜାତି ଧର୍ମ, ଉଚ୍ଚ ନିଚର ଭାବ, ହୁଏତ ସେଇଥିପାଇଁ ଆଜି ଖ୍ରୀଷ୍ଟଙ୍କର ମଣ୍ଡଳୀ ଆମମାନଙ୍କର ସ୍ଥାନରେ ବୃଦ୍ଧିପ୍ରାପ୍ତ ହେଇପାରୁନି। ଆମେ ଯେଉଁ ସ୍ଥାନରେ ଅଛୁ ସେହି ସ୍ଥାନରେ କେବଳ ଅଛୁ ଅନ୍ୟମାନଙ୍କର ପାଇଁ, ଅନ୍ୟ ଧର୍ମର ଲୋକମାନଙ୍କର ପାଇଁ, ଅନ୍ୟ ଜାତିର ଲୋକମାନଙ୍କ ପାଇଁ। ଆମମାନଙ୍କର ମଣ୍ଡଳୀ ଉପାସନା ଗୁଡ଼ିକରେ କ'ଣ ସ୍ଥାନ ରହିଛି? ଆଦ୍ୟ ମଣ୍ଡଳୀ ଜାତି ଭେଦ ନ ଧରି ଈଶ୍ୱରଙ୍କର ବାକ୍ୟକୁ ପ୍ରଚାର କରିବାରେ ସେମାନେ ଆଗେଇ ଚାଲିଥିଲେ। ଆମେ ପରବର୍ତ୍ତୀ ସମୟରେ ଲକ୍ଷ୍ୟ କରୁଛୁ ଯେ ଆଦ୍ୟ ମଣ୍ଡଳୀର ବୃଦ୍ଧିର କାରଣ ପଛରେ ଥିଲା ସେମାନଙ୍କର ପ୍ରାର୍ଥନା। ଯେତେବେଳେ ପ୍ରେରିତମାନଙ୍କର ଉପରେ ତାଡ଼ନା ଆସିଲା, ସେବା କାର୍ଯ୍ୟ ଉପରେ ତାଡ଼ନା ଆସିଲା, ଆମେ ଲକ୍ଷ୍ୟ କରୁଛୁ ପ୍ରେରିତମାନେ ସେମାନେ ପ୍ରାର୍ଥନାରେ ଲାଗି ରହିଲେ। ପିତର ପୁଣି ଯୋହନ, ଯେତେବେଳେ ସେମାନଙ୍କ ପ୍ରତି ତାଡ଼ନା ଆସିଲା, ସେମାନେ ପ୍ରାର୍ଥନାରେ ଲାଗି ରହିଲେ ଆଉ ସେମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। ତାଡ଼ନାରୁ ମୁକ୍ତ ପାଇଁ ପ୍ରାର୍ଥନା କରିନଥିଲେ, ମାତ୍ର ଈଶ୍ୱର, ସର୍ବଭୌମ ଈଶ୍ୱର, ସୃଷ୍ଟିକର୍ତ୍ତା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ, ହେ ସଦାପ୍ରଭୁ ପରମେଶ୍ୱର,
ସ୍ୱର୍ଗବାସୀ ପରମେଶ୍ୱର ତୁମେ ଆମକୁ ସାହସ ପ୍ରଦାନ କର, ଯେପରି ଆମେ ତୁମର ସୁସମାଚାରକୁ ପ୍ରଚାର କରିବା ପାଇଁ ଆମେ ଲଜ୍ଜାବୋଧ କରିବା ନାହିଁ। ହଁ ପ୍ରିୟ ବନ୍ଧୁଗଣ, ପ୍ରାର୍ଥନା ଆଦ୍ୟ ମଣ୍ଡଳୀର ବୃଦ୍ଧିର ଆଉ ଏକ ବିଶେଷ କାରଣ ଥିଲା। ଆଜି ଆମମାନଙ୍କର ମଣ୍ଡଳୀ ମଧ୍ୟରେ ପ୍ରାର୍ଥନାର ସ୍ଥାନ କେତେ ଗୁରୁତ୍ୱପୂର୍ଣ୍ଣ। ହଁ, ଆମେ ପ୍ରାର୍ଥନା କରୁଛୁ। ଅନେକ ସମୟରେ ଆମମାନଙ୍କର ପ୍ରାର୍ଥନା ସ୍ୱାର୍ଥପର ପ୍ରାର୍ଥନା, ନିଜ ପାଇଁ ପ୍ରାର୍ଥନା, ସୁସ୍ଥତା ପାଇଁ ପ୍ରାର୍ଥନା, ହଁ ଏ ସମସ୍ତ ଆବଶ୍ୟକ। କିନ୍ତୁ ସର୍ବୋପରି ଆମମାନଙ୍କର ବର୍ତ୍ତମାନ ସମୟରେ ମାଣ୍ଡଳିକ ପ୍ରାର୍ଥନା ଏକାନ୍ତ ହେବା ଆବଶ୍ୟକ। ଯେଉଁମାନେ ସୁସମାଚାର ଶୁଣି ନାହାନ୍ତି, ସୁସମାଚାର ବିହୀନ ଅବସ୍ଥାରେ ଆମର ଚାରିପାଖରେ ରହିଛନ୍ତି, ବିଭିନ୍ନ ଭାଷାବାଦୀ ଲୋକମାନେ ରହିଛନ୍ତି, ଯେପରି ସେମାନଙ୍କ ନିକଟରେ ସୁସମାଚାରର ଦ୍ୱାର ଉନ୍ମୁକ୍ତ ହେବ ଆଉ ସେମାନଙ୍କର ନିକଟରେ ଅଧିକ କାର୍ଯ୍ୟକାରୀ ମାନେ ନିଯୁକ୍ତ ହେବେ। ଫଳରେ ସେମାନଙ୍କର ନିକଟରେ ଯେମିତି ସୁସମାଚାର ପହଞ୍ଚିବ। ପ୍ରିୟ ବନ୍ଧୁଗଣ, ମୁଁ ବିଶ୍ୱାସ କରେ ଯଦି ଆଜି ଆମମାନଙ୍କର ମଣ୍ଡଳୀ ଗୁଡ଼ିକ ପ୍ରାର୍ଥନାଶୀଳ ମଣ୍ଡଳୀ ହେବ, ମଣ୍ଡଳୀ ଗୁଡ଼ିକ ସୁସମାଚାର ବିହୀନ ଅଞ୍ଚଳ ଗୁଡ଼ିକ ନିମନ୍ତେ ଅଶ୍ରୁ ଢାଳି ଭାରଗ୍ରସ୍ତ ହୃଦୟରେ ଉପବାସ ସହିତ ନିବିଷ୍ଟ ଭାବରେ ପ୍ରାର୍ଥନା କରିବେ, ନିତାନ୍ତ ଭାବରେ ଆମମାନଙ୍କର ଓଡ଼ିଶା ପ୍ରଦେଶ, ଆମମାନଙ୍କର ଏହି ଭାରତ ବର୍ଷ କେବଳ ନୁହେଁ, ମାତ୍ର ଈଶ୍ୱରଙ୍କ ରାଜ୍ୟ ସର୍ବ ଜଗତରେ ଅତି ଶୀଘ୍ର ଆସିବ। ଆଜି ଆମମାନଙ୍କର ପ୍ରାର୍ଥନା କ'ଣ ସ୍ୱାର୍ଥପର ପ୍ରାର୍ଥନା, ଆତ୍ମକୈନ୍ଦ୍ରିକ ପ୍ରାର୍ଥନା? ଆଜି କ'ଣ ଆମମାନଙ୍କର ପ୍ରାର୍ଥନା କେବଳ ନିଜ ବିଷୟରେ? କିନ୍ତୁ ସେଦିନ ପ୍ରେରିତମାନଙ୍କର ପ୍ରାର୍ଥନା, ସେଦିନ ମଣ୍ଡଳୀର ପ୍ରାର୍ଥନା ଥିଲା ନିବିଷ୍ଟ ଚିତ୍ତର ପ୍ରାର୍ଥନା। ଫଳରେ ଈଶ୍ୱର ପ୍ରେରିତମାନଙ୍କୁ, ଖ୍ରୀଷ୍ଟ ପ୍ରେରିତମାନଙ୍କୁ ସେମାନଙ୍କ ସାହସ ପ୍ରଦାନ କଲେ, ଶକ୍ତି ପ୍ରଦାନ କଲେ। ଫଳରେ ସେମାନେ ଭୟଭୀତ ନ ହୋଇ ପ୍ରଚାର କରିବାରେ ଆଗେଇ ଚାଲିଲେ। ପ୍ରାର୍ଥନା ଆଜି ଆମମାନଙ୍କର ମଣ୍ଡଳୀ ବୃଦ୍ଧିର ଏକ ବାସ୍ତବ ଅଂଶ ହେବା ଏକାନ୍ତ ଆବଶ୍ୟକ। କେତେ ସମୟ ଆମେ ପ୍ରାର୍ଥନା କରୁଛୁ, କିପରି ଭାବରେ ପ୍ରାର୍ଥନା କରୁଛୁ, ତାହା ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଷୟ। ସର୍ବଶେଷରେ ଆମେ ଦେଖୁଛୁ ଯେ ଆଦ୍ୟ ମଣ୍ଡଳୀ କେବଳ ପ୍ରାର୍ଥନାରେ ନିବିଷ୍ଟ ହୋଇ ରହିଲେ ତାହା ନୁହେଁ, ମାତ୍ର ସେମାନଙ୍କର ସେବାର ଜୀବନ ମଧ୍ୟରେ ଈଶ୍ୱରଙ୍କର ଗୌରବ, ଈଶ୍ୱରଙ୍କର ରାଜ୍ୟ ବିସ୍ତାର ଥିଲା ସର୍ବପ୍ରଧାନ ବିଷୟ। ଅନ୍ୟ କୌଣସି ବିଷୟ ପ୍ରତି ସେମାନେ ଚିନ୍ତିତ ନଥିଲେ। ସେଥିପାଇଁ ସେମାନଙ୍କର ଜୀବନରେ ଯାହା କିଛି ଆସିଲା ନା କାହିଁକି, ସେମାନେ ନିଜ ନିଜ ଜୀବନକୁ ଏପରି ଭାବରେ ଈଶ୍ୱରଙ୍କ ହସ୍ତରେ ସମର୍ପଣ କରିଥିଲେ। ତ୍ୟାଗ, ଦୁଃଖ, କଷ୍ଟ, ନିନ୍ଦା, ଅପମାନ ମଧ୍ୟରେ ସୁସମାଚାରକୁ ଅନ୍ୟମାନଙ୍କ ନିକଟରେ ବହି ନେବା ପାଇଁ ସେମାନେ ସମର୍ଥ ହେଇଥିଲେ। ଯଦି ଆପଣ ପୁଣି ମୁଁ ଆମେ ଶିଷ୍ୟମାନଙ୍କର ଶେଷ ଜୀବନକୁ ଲକ୍ଷ୍ୟ କରିବା, କିପରି ଭାବରେ ସେମାନେ ଆରମ୍ଭ କଲେ, କିପରି ଭାବରେ ସେମାନଙ୍କର ସେବା କାର୍ଯ୍ୟକୁ ସମାପ୍ତ କଲେ, ତାହା ଏକ ଆଶ୍ଚର୍ଯ୍ୟର ବିଷୟ। ପ୍ରଥମେ ଭୟ ଥିଲେ, ସ୍ୱାର୍ଥପର ଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ କହିଲେ, ନା, ଯଦି ଆମେ ବଞ୍ଚିବୁ ଖ୍ରୀଷ୍ଟଙ୍କର ପାଇଁ ବଞ୍ଚିବୁ, ଯଦି ମରିବୁ ତେବେ ଆମେ ଖ୍ରୀଷ୍ଟଙ୍କର ପାଇଁ ମରିବୁ। ପରବର୍ତ୍ତୀ ସମୟରେ ଯେତେବେଳେ ପ୍ରେରିତ 9 ପର୍ବକୁ ଆମେ ଚାଲି ଆସୁ, ସାଉଲ ପରିବର୍ତ୍ତିତ ହୋଇ ପାଉଲଙ୍କର ନାମରେ ଯେପରି ପରିଚିତ ହେଲେ। ହଁ, ଆମେ ପାଉଲଙ୍କର ସେବା କାର୍ଯ୍ୟ ବିଷୟରେ ଆମେ ପାଠ କରି ସାରିଛୁ। କିପରି ଭାବରେ ଏହି ଜୀବନ ଯିଏକି ତାଡ଼ନାଗ୍ରସ୍ତ ଲୋକମାନଙ୍କର ପ୍ରତି ଅଧିକ ଅତ୍ୟାଚାର କରିବା ପାଇଁ ଦିନ ପ୍ରତିଦିନ ଆଗେଇ ଚାଲିଲେ। ଖ୍ରୀଷ୍ଟ ପାଉଲଙ୍କର ଜୀବନକୁ ନିଜ ଅଧିକାର ମଧ୍ୟରେ ନେଲେ। ଫଳରେ ପାଉଲ ତାଙ୍କର ସାରା ଜୀବନକୁ ସୁସମାଚାର ବିହୀନ ଲୋକମାନଙ୍କର ନିମନ୍ତେ, ଜିହୁଦୀ ହୁଅନ୍ତୁ ବା ଅଣଜିହୁଦୀ ହୁଅନ୍ତୁ, ବର୍ବର ହୁଅନ୍ତୁ ବା ଶିକ୍ଷିତ ହୁଅନ୍ତୁ, ସେଥିରେ ସେ କହିଲେ, ଯଦି ମୁଁ ସୁସମାଚାରକୁ ପ୍ରଚାର ନ କରେ, ହାୟ ହାୟ ଠିକ୍ ମୋର ଜୀବନ। ପ୍ରିୟ ବନ୍ଧୁଗଣ, ଆଜି ଆମମାନଙ୍କ ମାଣ୍ଡଳିକ ଜୀବନରେ କୌଣସି ସ୍ୱରକୁ ଆମେ ଉଠାଇ ପାରିବା? ମାଣ୍ଡଳିକ ଭାବରେ ଆମେ କହିବା, ହେ ପ୍ରିୟ ପ୍ରଭୁ, ଯଦି ମାଣ୍ଡଳିକ ଭାବରେ ଆମେ ତୁମର ସୁସମାଚାର ସେବା କାର୍ଯ୍ୟରେ ଅଂଶଗ୍ରହଣ ନ କରୁ, ଅନ୍ୟମାନଙ୍କ ନିକଟରେ ସୁସମାଚାରକୁ ବୋହି ନେବା ପାଇଁ ଯତ୍ନଶୀଳ ନ ହଉ, ଆମମାନଙ୍କର ମାଣ୍ଡଳିକ ଜୀବନରେ ବଞ୍ଚି ରହିବା ଠିକ୍। ପ୍ରିୟ ବନ୍ଧୁଗଣ, ପାଉଲଙ୍କର ସେଇ ଜୀବନ ସୁସମାଚାରକୁ
ନ ପହଞ୍ଚିବା ସ୍ଥାନ ଗୁଡ଼ିକରେ ନ ପହଞ୍ଚିବା ଲୋକମାନଙ୍କର ମଧ୍ୟରେ ପହଞ୍ଚାଇ ଦେଇପାରିଲା। ସର୍ବଶେଷରେ ସେ କହିଲେ, ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ବିଶ୍ୱାସ ରକ୍ଷା କରିଅଛି, ସେ ଦୌଡ଼ରେ ଦୌଡ଼ିଛି, ମୋ ପାଇଁ ସେଇ ଅକ୍ଷୟ ମୁକୁଟ ରହିଛି। ପ୍ରିୟ ବନ୍ଧୁଗଣ, ଆଜି ଖ୍ରୀଷ୍ଟ ତାଙ୍କର ମଣ୍ଡଳୀକୁ ବଢ଼େଇ ଚାଲିଛନ୍ତି। ଖ୍ରୀଷ୍ଟଙ୍କର ମଣ୍ଡଳୀ ସର୍ବ ଜଗତରେ ସବୁ ଭାଷାବାଦୀ ଲୋକମାନଙ୍କର ମଧ୍ୟରେ ଆଜି ବଢ଼ି ଚାଲିଛି। ତାର ଗୁଡ଼ ରହସ୍ୟ ଥିଲା, ଆଦ୍ୟ ମଣ୍ଡଳୀ ଏକ ବୃଦ୍ଧିପ୍ରାପ୍ତ ମଣ୍ଡଳୀ ଥିଲା। ସେମାନଙ୍କର କାର୍ଯ୍ୟକାରୀମାନେ ସେମାନେ ସମ୍ପୂର୍ଣ୍ଣ ଭାବରେ ଈଶ୍ୱରଙ୍କର ସମର୍ପିତ ଜୀବନ କାଟୁଥିଲେ। ସେମାନଙ୍କର ଜୀବନରେ ପବିତ୍ର ଆତ୍ମା କାର୍ଯ୍ୟ କରୁଥିଲେ। ସେମାନଙ୍କର ଜୀବନରେ ଦଳଗତ ଭାବ ଥିଲା, ଏକୁଟିଆ ଭାବରେ ନୁହେଁ, ଦଳଗତ ଭାବରେ। ସେମାନେ ପାତର ଅନ୍ତର ମୁଖାପେକ୍ଷା କାହାକୁ କରୁନଥିଲେ, ମାତ୍ର ଦଳଗତ ଭାବରେ ସମସ୍ତଙ୍କୁ, ଯେଉଁମାନେ ସୁସମାଚାର ଶୁଣି ନାହାନ୍ତି ସେମାନଙ୍କର ନିକଟରେ ତାଡ଼ନା ଆସିଲା, ଦୁଃଖ ଆସିଲା, କଷ୍ଟ ଆସିଲା, ପ୍ରେରିତମାନଙ୍କ ପ୍ରତି ମୃତ୍ୟୁ ଆସିଲା, ତଥାପି ସାହସିକ ହେଇ ଶେଷ ପର୍ଯ୍ୟନ୍ତ ସେବା କାର୍ଯ୍ୟରେ ଆଗେଇ ନେଲେ। ପ୍ରାର୍ଥନା ଆଣ୍ଠୁ ଭାଙ୍ଗିଲେ, ପ୍ରାର୍ଥନା କଲେ, ସ୍ୱର୍ଗସ୍ଥ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। କାରଣ ଯେଉଁ ସ୍ୱର୍ଗସ୍ଥ ଈଶ୍ୱର ସେମାନଙ୍କୁ ସେଇ ସେବା କାର୍ଯ୍ୟ ନିମନ୍ତେ ଆହ୍ୱାନ କରିଥିଲେ, ଆଉ ସେଇ ସ୍ୱର୍ଗସ୍ଥ ଈଶ୍ୱର ସେମାନଙ୍କୁ ଶକ୍ତି ପ୍ରଦାନ କଲେ। ଫଳରେ ସୁସମାଚାର ବିହୀନ ଅଞ୍ଚଳ ଗୁଡ଼ିକରେ ମଣ୍ଡଳୀ ବୃଦ୍ଧି ପାଇଲା। ଆଜି ଆମମାନଙ୍କର ମଣ୍ଡଳୀକୁ ଆମେ ଏକ ବୃଦ୍ଧିପ୍ରାପ୍ତ ମଣ୍ଡଳୀ ଭାବରେ ଏହି ଏକ ଜଗତରେ କ'ଣ ସ୍ଥାପନ କରିବା ପାଇଁ, ପ୍ରତିଷ୍ଠା କରିବା ପାଇଁ ଉଦ୍ଯୋଗୀ ହେବା। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ, ଯେପରି ଆମମାନଙ୍କର ମଣ୍ଡଳୀ ଏହି ସମୟଠାରୁ ହୁଏତ ଏକ ବୃଦ୍ଧିପ୍ରାପ୍ତ ମଣ୍ଡଳୀ ଭାବରେ ଯେପରି ଏହି ଜଗତରେ ଆମମାନେ ସ୍ଥାନକୁ ଗ୍ରହଣ କରିବା। ଆମେନ୍।